ନମଇନୁ ସିଂହ ଚରଣ ଅନାଦି ପରମ କାରଣ। ତ ପିଲାଏ, ଏ ସ୍ୱରଟି ତମେ ଆଗରୁ କେବେ ଶୁଣିଛ? ନିଶ୍ଚିନ୍ତ ଭାବରେ ତୁମେମାନେ ଶୁଣିଥିବ। ମୁଁ ବାସୁଦେବ ତମମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି ଓଡ଼ିଆ ଶିକ୍ଷାର ଗୋଟେ ନୂଆ ଭିଡ଼ିଓକୁ। ଆଜି ଆମେ ପଢ଼ିବା ଅଷ୍ଟମ ଶ୍ରେଣୀର ସାହିତ୍ୟ ପୁସ୍ତକର ପ୍ରଥମ ପାଠ ବୃକ୍ଷ ମହାତ୍ମ୍ୟ। ଯେ ବୃକ୍ଷ ମହାତ୍ମ୍ୟ କହିଲେ କ'ଣ? ତମ ମନରେ ପ୍ରଥମେ ଏହି ପ୍ରଶ୍ନଟି ଆସୁଥିବ। ଏହି ବୃକ୍ଷ ମହାତ୍ମ୍ୟ ହେଉଛି ବୃକ୍ଷର ମହାନ ଗୁଣ, ବୃକ୍ଷର ଉପକାରିତା। ଏହି ବୃକ୍ଷ ମହାତ୍ମ୍ୟ କବିତାକୁ ଲେଖିଛନ୍ତି ଜଗନ୍ନାଥ ଦାସ। ତମେ ପ୍ରଥମରେ ଯେଉଁ ସ୍ୱରଟି ଶୁଣିଲ ସେଇଟା ଭାଗବତର ସ୍ୱର। ସେ ଭାଗବତ ପାଇଁ ଓଡ଼ିଶାର ଘରେ ଘରେ ସମସ୍ତଙ୍କ ଘରେ ଜଣାଶୁଣା। ତମ ଘରେ ବି ଆଈ ମା କିମ୍ବା ବୁଢ଼ୀ ମା ଥିବେ, ସେ ନିଶ୍ଚିନ୍ତ ଭାବରେ ଭାଗବତ ଶୁଣିଥିବେ, ନଚେତ୍ ପୁସ୍ତକ ଖଣ୍ଡେ ମଧ୍ୟ ରଖିଥିବେ। ତ ପିଲାଏ, ସେଇ ଜଗନ୍ନାଥ ଦାସଙ୍କ ବିଷୟରେ ଆଜି ଆମେ କିଛି ଜାଣିନେବା, ତାପରେ ଏଇ ବୃକ୍ଷ ମହାତ୍ମ୍ୟ କବିତାଟିକୁ ଆବୃତ୍ତି କରିବା ଓ ଜାଣିବା। ତେଣୁକରି ତୁମେ ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିନିଅ। ଏ ପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲକୁ ତୁମେ ସବସ୍କ୍ରାଇବ୍ କରିନିଅ ଆଉ ଭିଡ଼ିଓଟିକୁ ଏବେ ହିଁ ଫଟାଫଟ ଲାଇକ୍ କରିଦିଅ। ଠିକ୍ ଅଛି? ତ ଚାଲ ଆଗକୁ ଆମେ ବଢ଼ିବା। ଆଜି ଭାଗବତ ଓଡ଼ିଆ ଜାତିର ଜାତୀୟ ମହାକାବ୍ୟ। ସଂସ୍କୃତ ଭାଷାରେ ରଚିତ ଶ୍ରୀମଦ୍ ଭାଗବତର ଛାୟାରେ ରଚିତ ଏହି ପୁରାଣ ମହାକାବ୍ୟରେ କବି ଜଗନ୍ନାଥ ଦାସ ଓଡ଼ିଆ ସାମାଜିକ ଜୀବନକୁ ନେଇ ମୌଳିକ ବିଷୟ ବିନ୍ୟାସ କରିଛନ୍ତି। ଯେ ଆମର ଚାଲିଚଳନ, ଆମର ଭାରତର ଯେଉଁ ଅଛି ଓଡ଼ିଶା, ସେ ଓଡ଼ିଶାର ଚାଲିଚଳନକୁ ନେଇକିନା, ତା'ର ଭାବଭଙ୍ଗୀକୁ ନେଇକିନା ହିଁ ଆମର ଭାଗବତଟି ସେ ରଚନା କରିଛନ୍ତି। ଯେ ଦେଖ, ଲୋକପ୍ରିୟତା ଦୃଷ୍ଟିରୁ ଜଗନ୍ନାଥ ଦାସଙ୍କ ଭଗବତ ଓଡ଼ିଶାରେ ଘରେ ଘରେ ଆଦୃତ। ମୁଁ ମଧ୍ୟ ତୁମକୁ ଆଗରୁ କହୁଥିଲି। ଆଉ କେତେକ ଜଣାଶୁଣା ତାଙ୍କର ରଚନା ହେଉଛି ତୁଳାଭିଣା, ଅର୍ଥ କୋଇଲି, ଦାରୁ ବ୍ରହ୍ମଗୀତା ଓ ମୃଗୁଣୀ ସ୍ମୃତି ଇତ୍ୟାଦି। ତୁମେ ଯେତେବେଳେ +2 ବା BA ପଢ଼ିବ, +2 ପରେ BA ପଢ଼ିବ ବା +3 ପଢ଼ିବ, ସେତେବେଳେ ତୁମେ ଯଦି ଓଡ଼ିଆ ଅନର୍ସ ନେବ, ତାହେଲେ ୟାଙ୍କ ବିଷୟରେ ଅଧିକ ତୁମକୁ ଜାଣିବାକୁ ପଡ଼ିବ। ତୁମେ ଏଗୁଡ଼ାକ ଇମ୍ପୋର୍ଟାଣ୍ଟ, ତେଣୁକରି ତୁମେ ମନେ ରଖିଥାଅ। ଠିକ୍ ଅଛି? ଏଇ ଦେଖ, ଏଇ ବୃକ୍ଷ ମହାତ୍ମ୍ୟ ବିଷୟଟି ହେଉଛି ଯେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର 10ମ ସ୍କନ୍ଧ ଗୋପଲୀଳା ଅନ୍ତର୍ଗତ ତ୍ରୟୋବିଂଶ ଅଧ୍ୟାୟରୁ ଅଣାଯାଇଛି। ଏହି ଅଂଶରେ କବି ଶ୍ରୀକୃଷ୍ଣଙ୍କ ମୁଖରେ ବୃକ୍ଷର ମହାତ୍ମ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି। ଅର୍ଥାତ୍ ଯେ ଶ୍ରୀକୃଷ୍ଣ କିପରି ବୃକ୍ଷକୁ ଆଦର କରିଛନ୍ତି, ତା'ର ଗୁଣକୁ ଲୋକମାନଙ୍କୁ କହିଛନ୍ତି ବା ସେ ଗୋପ ବାଳକମାନଙ୍କୁ କହିଛନ୍ତି, ସେ ବିଷୟରେ ଏଠାରେ ବର୍ଣ୍ଣନା ହୋଇଛି। ଠିକ୍ ଅଛି ପିଲାଏ, ଚାଲ ଆମେ କବିତାଟିକୁ ଆବୃତ୍ତି କରିନେବା। ଜଲ୍ଦି ସାରିଦେବି, ଶେଷ ପର୍ଯ୍ୟନ୍ତ ତେଣୁକରି ଦେଖିନେବ। ଠିକ୍ ଅଛି? ଏମନ୍ତେ କୃଷ୍ଣ ଆଜ୍ଞା ପାଇ କନ୍ୟାଏ ଗଲେ ତୋଷ ହୋଇ, ଗୋବିନ୍ଦ ପାଦେ ମନ ଥୋଇ, ମିଳିଲେ ନିଜ ଘରେ ଯାଇ। ତ ପିଲାଏ, ଏଠାରେ କ'ଣ କୁହାଯାଉଛି? ଏମନ୍ତେ କୃଷ୍ଣଙ୍କ ଆଜ୍ଞା ପାଇବା। କୃଷ୍ଣ ଯେତେବେଳେ ଗାଈ ଚରିକି ଆସିଲେ ବା ଗାଈ ଚରାଡ଼ି ସମୟର କଥା ଏଇଟା, ଯେହେତୁ ଯେ କୃଷ୍ଣଙ୍କ ଆଜ୍ଞା ପାଇଁ, ମତଲବ କୃଷ୍ଣ କହିଲେ, ଉପଦେଶ ଦେଲେ ଯେ ତୁମେମାନେ ଘରକୁ ଯାଅ। କନ୍ୟାଏ କହିଲେ ଗୋପର ବାଳିକା ମାନେ, ବୁଝିପାରୁଛ ନା ନାହିଁ? ଯେ ଗୋପର ବାଳିକା ମାନେ ବା ଗୋପର ତାଙ୍କ ସାଙ୍ଗମାନେ କ'ଣ କଲେ? ତୋଷ ହୋଇଗଲେ। ତୋଷ କହିଲେ ଏଠାରେ ଟିକେ ମନ ଦୁଃଖିତ କଲେ। ଦୁଃଖିତ ହୋଇ, ଆମେ ଯେତେବେଳେ କାହା ଘରକୁ କୁଣିଆ ଯାଇଛୁ କିମ୍ବା ଆମର ମନ ପସନ୍ଦର ଜିନିଷ ଆମଠୁ ଛଡ଼େଇ ନେଲେ, ଆମ ମନ କିପରି ଦୁଃଖିତ ହୁଏ ନା ନାହିଁ? ସେହିପରି ଗୋପ କନ୍ୟାମାନଙ୍କର ମନ ଟିକେ ଦୁଃଖ ହୋଇଛି। ଗୋବିନ୍ଦ ପାଦେ ମନ ଥୋଇ, ମିଳିଲେ ନିଜ ଘରେ ଯାଇ। ଗୋବିନ୍ଦ ପାଦେ ମନ ଥୋଇ କହିଲେ ତାଙ୍କର ମନକୁ ପାଦରେ ଥୋଇଦେଲେ କି ନାହିଁ, ତାଙ୍କ ପାଖରେ ରଖିଦେଲେ। ମତଲବ ଯେ ଆମେ ଯେତେବେଳେ, ତୁମକୁ ଆଗରୁ ମଧ୍ୟ କହୁଥିଲି ଯେ ମନ ପସନ୍ଦର ଜିନିଷଟିଏ ପାଇଲେ ଆମର ମନଟି ସେଇଠାରେ ରହିଯାଇଥାଏ, ମୋତେ ସେ ଜିନିଷଟି ମିଳିଯାଆନ୍ତା। ଏହିପରି ତାଙ୍କର ମନ ମଧ୍ୟ ସେଇ କୃଷ୍ଣଙ୍କ ପାଖରେ ରଖିଦେଇ ସେମାନେ ଘରକୁ ଚାଲିଗଲେ। କିଏ? ଗୋପ କନ୍ୟାମାନେ। ବୁଝିପାରୁଛ ନା ନାହିଁ? କନ୍ୟା କହିଲେ ଏଠାରେ ଗୋପ କନ୍ୟାଙ୍କୁ ବୁଝାଉଛି। ବୁଝିପାରୁଛ? ତାପରେ ଗୋପାଳ ମେଡ଼େ ଦାମୋଦର, ଗାଈ ଚରାଇ ଗଲେ ଦୂର, ନିଦା ଘର ବି ତେଜ ଲାଗି, ପଏ ହୋଇଲେ ଦୁଃଖ ଭାଗି। ଯେ ଗୋପାଳ ମେଡ଼େ ଦାମୋଦର,
ଗାଈ ଚରାଇ ଗଲି ଦୂର। ଯେ ଗୋପାଳମାନଙ୍କ ମେଳରେ, ଗୋପପୁରର ବାଳକମାନଙ୍କ ମେଳରେ ଦାମୋଦର, ଦାମୋଦର କହିଲେ ଏଇଟା ଶ୍ରୀକୃଷ୍ଣଙ୍କ ଗୋଟିଏ ଅନ୍ୟ ନାମ, ବୁଝିପାରୁଛ ନା ନାହିଁ? ଦାମ, ଦାମ ଅର୍ଥ କ'ଣ ଏଠାରେ ଦେଇଛି ମୁଁ ତୁମକୁ ଦେଖାଇ ଦେଉଛି ଯେ ଦାମ ପ୍ଲସ୍ ଉଦର ଦାମୋଦର। ଦାମ ଶବ୍ଦର ଅର୍ଥ ହେଉଛି ଦଉଡ଼ି, ଆଉ ଉଦର ଅର୍ଥ ହେଉଛି ଯେଉଁଟାକି କୃଷ୍ଣଙ୍କର ପେଟ, କୃଷ୍ଣଙ୍କ ପେଟକୁ ଉଦର ବୋଲି ଏଠାରେ କୁହାଯାଉଛି। ଯେ ପିଲାବେଳେ ଯେତେବେଳେ ଶ୍ରୀକୃଷ୍ଣ ଅମାନିଆ ହେଉଥିଲେ ସେତେବେଳେ ମାତା ଯଶୋଦା ତାଙ୍କୁ ଗୋଟେ ଦଉଡ଼ିରେ ବାନ୍ଧି ଦେଇଥିଲେ। ଦଉଡ଼ିରେ ବାନ୍ଧିଦେବା ଫଳରେ କ'ଣ ହେଇଛି, ତାଙ୍କ ପେଟରେ ଗୋଟେ ଚିହ୍ନଟିଏ ରହିଯାଇଛି, ଦଉଡ଼ିର ଚିହ୍ନ। ତେଣୁକରି ତାଙ୍କୁ ଦାମୋଦର ବୋଲି ମଧ୍ୟ କୁହାଯାଏ। ତାଙ୍କ ସହିତ କ'ଣ ହେଇଛି ଯେ ଗାଈ ଚରାଇବା ପାଇଁ ସେମାନେ ଦୂର ବାଟକୁ ଯାଇଛନ୍ତି। ନିଦାଘ ରବି ତେଜ ଲାଗି, ନିଦାଘ କହିଲେ ଗ୍ରୀଷ୍ମ କାଳର ଖରା ଲାଗି ତାଙ୍କ ସେମାନେ ପୋଏ ହୋଇଲେ ଦୁଃଖ ଭାଗି, ମତଲବ ଗପ ପୋଏ କହିଲେ ଏଠାରେ ଅଛି, ହେଲେ ମୁଁ ତୁମକୁ ଦେଖାଇ ଦେଉଛି। ଭେରି ଗୁଡ୍। ଶ୍ରୀକୃଷ୍ଣଙ୍କ ସହିତ ଗୋଚାରଣ କରୁଥିବା ପୁଅମାନଙ୍କୁ ପୋଏ ବୋଲି ଏଠାରେ କୁହାଯାଉଛି। ଯେ ପୋଏ କହିଲେ ତାଙ୍କ ସାଙ୍ଗମାନେ ଦୁଃଖିତ ହେଲେ ବା ଦୁଃଖ ଅନୁଭବ କଲେ, କାହିଁକିନା ଏତେ ଜୋର ଖରା ହେଉଛି, ଝାଳ ଦେଉଛି, ନିଶ୍ଚିନ୍ତ ଭାବରେ ଦୁଃଖିତ କରିବେ ବା ଦୁଃଖିତ ହେବେ। ଚରାନ୍ତି ଗୋରୁ ଗପ ମେଳେ, ପିଲାଏ ଶୁଣୁଛ ତ? ଶୀତଳ ଛାୟା ବୃକ୍ଷ ତଳେ, ବୃକ୍ଷକୁ ଚାହିଁ ଦାମୋଦର, ବୋଲନ୍ତି ଗୋପଙ୍କ ଆଗର। ଯେ ଏଠାରେ ଦେଖ ଯେ ଚରାନ୍ତି ଘରୁ ଗୋପ ମେଢ଼ି, ସେ ଗୋପାଳମାନଙ୍କର ମେଢ଼ରେ ଗାଈ ଚରାନ୍ତି। ଯେତେବେଳେ ସେ ଗୋଟିଏ ଗଛ ମୂଳରେ ବସିଗଲେ ସମସ୍ତେ, ଶୀତଳ ଛାୟା ବୃକ୍ଷ ତଳେ, ମତଲବ ଯେତେବେଳେ ଆମେ ଗଛର ମୂଳେ ବସିଯାଉ ଆମକୁ ଥଣ୍ଡା ପବନ ବାଜେ ନା ନାହିଁ, ଶୀତଳ ଲାଗେ ନା ନାହିଁ, ସେହିପରି ସମସ୍ତେ ଯେତେବେଳେ ବସିଛନ୍ତି ଯେ ବୃକ୍ଷକୁ ଅନେଇକିନା, ଚାହିଁ କହିଲେ ଅନେଇକିନା, ଶ୍ରୀକୃଷ୍ଣ କ'ଣ କହୁଛନ୍ତି, ହେ ସ୍ତୋକ କୃଷ୍ଣ ମିତ ମୋର, ଶ୍ରୀଦାମ ଅର୍ଜୁନ ସୁବଳ, ଅଂଶୁ ବିଶାଳ ଦେବପ୍ରସ୍ଥ, ଦେଖ ଏ ବୃକ୍ଷଙ୍କ ମହତ୍ୱ। ଯେ କୃଷ୍ଣ କହୁଛନ୍ତି ଯେ ହେ ସ୍ତୋକ କୃଷ୍ଣ ବିତ ମୋର, ଶ୍ରୀଦାମ ଅର୍ଜୁନ ସୁବଳ। ଯେ ସ୍ତୋକ କୃଷ୍ଣ ଆଉ ସ୍ତୋକ କୃଷ୍ଣ, ଶ୍ରୀଦାମ, ଅର୍ଜୁନ, ସୁବଳ, ଅଂଶୁ, ବିଶାଳ, ଦେବପ୍ରସ୍ଥ, ଏମାନେ ସମସ୍ତେ କୃଷ୍ଣଙ୍କ ଗୋଟିଏ ଗୋଟିଏ ସାଙ୍ଗ, ତାଙ୍କର ବନ୍ଧୁ, ବୁଝିପାରୁଛ ନା ନାହିଁ? ହେଁ, ତାଙ୍କ ବନ୍ଧୁକୁ ସେମାନେ କହିଲେ ବା ଶ୍ରୀକୃଷ୍ଣ କହିଲେ, ଦେଖ ଏ ବୃକ୍ଷର ମହତ୍ଵ କ'ଣ ବୋଲି। ସେ କ'ଣ ସେଇ ମହତ୍ଵଟି? ପରେ କରନ୍ତି ଉପକାର, ସୁଜନ ପ୍ରାଣୀଙ୍କ ବ୍ୟବହାର, ଶୀତ ବରଷା ଘର୍ମସ ଦୁଃଖ, ସହି ଆମଙ୍କୁ ଦିଅନ୍ତି ସୁଖ। ଯେ ସେ କ'ଣ କହିଲେ? ପରେ କରନ୍ତି ଉପକାର, ସୁଜନ ପ୍ରାଣୀଙ୍କ ବ୍ୟବହାର। ଯେ ସବୁବେଳେ ଗଛମାନେ ପରଲୋକର ଉପକାର କରନ୍ତି, ହଁ ନା ନାହିଁ? ନିଜ ପାଇଁ ସେମାନେ ଅଳ୍ପ କିଛି ରଖିକି ପରଲୋକଙ୍କୁ ସବୁବେଳେ, ଆମକୁ ଦେଖ ଅମ୍ଳଜାନ ଦେଲା, ଫୁଲ ଦେଲା, ଫଳ ଦେଲା, ଡାଳ ଦେଲା, ତାର ପତ୍ର ଦେଲା, ଔଷଧ ଦେଲା, ତାର ସବୁ କିଛି ଆମ କାମରେ ଲାଗୁଛି ବୃକ୍ଷର। ତମେ ଭାବିଲ ଦେଖି, ଲାଗୁଛି ନା ନାହିଁ? ତେଣୁକରି ଶ୍ରୀକୃଷ୍ଣ କହୁଛନ୍ତି ଯେ ପରେ କରନ୍ତି ଉପକାର, ସୁଜନ ପ୍ରାଣୀଙ୍କ ବ୍ୟବହାର, ମତଲବ ସୁଜନ, ଭଲ ବ୍ୟକ୍ତି ପରି। ଯେପରି କାହା ଘରକୁ ତମେ ଅତିଥି ଭାବରେ ଗଲ, ସେ ତୁମକୁ କିପରି ବ୍ୟବହାର କରିବେ, ସେହିପରି ସେ ସବୁବେଳେ ବୃକ୍ଷଟି ଲୋକମାନଙ୍କୁ ସାହାଯ୍ୟ କରୁଛି ଓ ଭଲ ବ୍ୟବହାର ଦେଉଛି। ପୁଣି ଏଠାରେ କହିଲେ ଯେ ଧନ୍ୟ ଜୀବନ ଏହାଙ୍କର, ଜୀବିକା ହନ୍ତି ପ୍ରାଣୀଙ୍କର, ସୁଜନ ଘରେ ଯେହ୍ନେ ଯାଇ, ଅତିଥି ନିରାଶ ନୁହଇ। ଯେ ଧନ୍ୟ ଧନ୍ୟ ଏଇ ଜୀବଙ୍କର ବା ଏଇ ଜୀବଙ୍କର ବା ଜୀବମାନଙ୍କର ଧନ୍ୟ, ଏଇ ଜୀବମାନଙ୍କୁ ଧନ୍ୟ ଧନ୍ୟ, ସେମାନେ ସବୁବେଳେ ଆମ ପ୍ରାଣୀମାନଙ୍କର, ଜୀବମାନଙ୍କର ଶିକାର ହେଇଯାଉଛନ୍ତି।
ତାଙ୍କୁ ଆମେ ସବୁ ସମୟରେ ବ୍ୟବହାର କରୁଛୁ, ସବୁ ଯାହା ଦରକାର ପଡ଼ିଲେ ତାକୁ ଆମେ ବ୍ୟବହାର କରୁଛୁ। ଯେପରି ସୁଜନ ଘରେ ଯେହ୍ନେ ଯାଇ ଅତିଥି ନିରାଶ ନ ହୁଏ। ତୁମେ ଯଦି ବୃକ୍ଷ ପାଖକୁ ଗଲେ ତୁମକୁ କେବେ ବି ସେ ଘଉଡ଼ି ଦେବ ନାହିଁ, ପଳା ବୋଲି କହିବ ନାହିଁ। ତୁମକୁ ଥଣ୍ଡା ପବନ ଦେବ, ଅମ୍ଳଜାନ ଦେବ, ହଁ ନା ନାହିଁ, ଫୁଲ ଦେବ, ଫଳ ଦେବ, ସବୁକିଛି ତୁମକୁ ଅର୍ପଣ କରିଦେବ। ପତ୍ର କୁସୁମ ଫଳ ଛାଇ, ମୂଳ ବକଳ ଦାରୁ ଦେଇ, କ୍ଷାର ଅଙ୍ଗାର ଭସ୍ମ ଅଠା, ଗୃହକୁ ସାଜି ବାଳକଣ୍ଟା। ଯେଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ପତ୍ର କୁସୁମ ଫଳ ଛାଇ, ମୂଢ଼ ବକଳ ଦାରୁ ଦେଇ, ସବୁକିଛି ସେମାନେ ଆମକୁ ଦେଉଛନ୍ତି। ପତ୍ର କୁସୁମ କହିଲେ ଫୁଲ, ଫଳ, ଛାଇ ଦେଲା ଆମକୁ କ'ଣ କ'ଣ ଦେଲା, ଆଉ ଥରେ ମାର୍କିଂ କରିନିଅ। ପତ୍ର ଦେଲା, ଫୁଲ ଦେଲା, ଫଳ ଦେଲା, ଛାଇ ଦେଲା, ମୂଳ ଦେଲା, ବକଳ ଦେଲା, ଦାରୁ କହିଲେ କାଠ ଦେଲା, ସବୁ ଦେଇ ପୁଣି କ୍ଷାର ଦେଲା, ଅଙ୍ଗାର ଦେଲା, ଭସ୍ମ ଅଠା, ଗୃହକୁ ପୁଣି ବାଳକଣ୍ଟାର ଦରକାର ଥିଲେ ସେଇଟା ମଧ୍ୟ ସେ ଦେଲା। ବୁଝିପାରୁଛ ନା ନାହିଁ? ବୃକ୍ଷ କେତେ ଯେ ମହାନ ଦେଖ। ଏତେ ପ୍ରକାରେ ସେବା କରି, ନିତ୍ୟ ଏ ପର ଉପକାରୀ, ଏହାଙ୍କ ପ୍ରାୟ ଯେବେ ହୋଇ, ସଂସାର ମଧ୍ୟରେ ଦେହ ବୋହି। ଶ୍ରୀକୃଷ୍ଣ ଏଠାରେ କ'ଣ କହୁଛନ୍ତି? ତାଙ୍କ ସାଙ୍ଗମାନଙ୍କୁ ସେ ଗଛର ବୃକ୍ଷର ମହାତ୍ମ୍ୟ ବା ମହାନ ଗୁଣ ଗୁଡ଼ାକୁ ବଖାଣୁଛନ୍ତି। ପୁଣି ସେ କ'ଣ କହିଲେ ଯେ ନିତ୍ୟ ହିଁ ପର ଉପକାରୀ, ସବୁବେଳେ ସବୁ ସମୟରେ ବୃକ୍ଷଟି ଲୋକମାନଙ୍କର ଉପକାର ହିଁ କରୁଛି, ସେ କେବେ ଅପକାର କରୁନାହିଁ। ବୁଝିପାରୁଛ ନା ନାହିଁ? ସଂସାରରେ ମଧ୍ୟ ସେ ଜନ୍ମ ହେଇକିନା ଏତେ ଉପକାର ସେ କରିପାରୁଛି। ମନ ବଚନ ଧନେ କରି, ଯେ ହୋଇ ପର ଉପକାରୀ, ଦିନ ହରନ୍ତି ଦୁଃଖ ସୁଖେ, ସେ ଧନ୍ୟ ହୋଇ ପରଲୋକେ। ଏଠାରେ କ'ଣ କହିଲେ? ମନ ବଚନ ଧନେ କରି, ଯେ ହୋଇ ପର ଉପକାରୀ, ବା ମନ ବଚନକୁ ଧନ୍ୟ କରିକି ଯିଏ ପରକାରୀ ପରି ବା ପର ଉପକାର କରେ, ଦିନ ହରନ୍ତି ଦୁଃଖ ସୁଖୀ, ସେ ଧନ୍ୟ ହୋଇ ଇହ ପରଲୋକେ। ମତଲବ ଯେତେବେଳେ ଲୋକମାନେ, ତମେମାନେ ମଧ୍ୟ ଜାଣିଥିବ ପିଲା, ଯିଏ ପର ଉପକାର କରେ ସେ ବହୁତ ଦୁଃଖ ପାଇ, କଷ୍ଟ ପାଇ, ଲୋକମାନେ ତାଙ୍କୁ ବିଭିନ୍ନ କଥାବାର୍ତ୍ତା, ଯନ୍ତ୍ରଣା ମଧ୍ୟ ଦେଇଥାନ୍ତି, କେତେ କଟୁ କଥା ମଧ୍ୟ କହିଥାନ୍ତି। କିନ୍ତୁ ଏଇ ମର୍ତ୍ତ୍ୟମଣ୍ଡଳରେ ସେ ଯେଉଁ ଦୁଃଖ କରୁଛି, ଦୁଃଖ ସହିକି ଯେଉଁ ଅନ୍ୟର ସାହାଯ୍ୟ କରୁଛି, ସେ ଇହ ଧାମରେ, ଇହ ଧାମ କହିଲେ ଆମେ ଏହି ଧାମକୁ ଛାଡ଼ି ଯେତେବେଳେ ଆମେ ସ୍ୱର୍ଗପୁରକୁ ଯିବା, ସେ କ'ଣ ହେଇବ ଯେ ପରଲୋକରେ ଇହ ଧାମ ବା ସେ ସ୍ୱର୍ଗପୁରରେ ତାକୁ ଭଲ ସ୍ଥାନ ମିଳିବ ବୋଲି ଏଠାରେ କହୁଛନ୍ତି। ପୁଷ୍ପ ପଲ୍ଲବ ଫଳ ଦଳେ, ତରୁର ଲମ୍ବ ଡାଳ ତଳେ, ଫୁଲ ଫଳ ଦଳେ, ତରୁର ଲମ୍ବ ଡାଳ ତଳେ। ଯେ ତମେ ମାନେ ଯେତେବେଳେ ଆମ୍ବ ତୋଟାକୁ ଯିବ, ଆମ୍ବ ଗୁଡ଼ାକ ଝୁଲୁଥାଏ ନା ନାହିଁ ତଳକୁ ତଳ। ଗୋରୁ ଗୋପାଳ ଘେଣି ସଙ୍ଗେ, ମିଳିଲେ ଯମୁନାର ଲାଗେ, ଶୀତଳ ଜଳ ପାନ କରି, ବୃକ୍ଷର ତଳେ ନରହରି। କୃଷ୍ଣଙ୍କୁ ଦେଖି ଗୋପବାଳେ, କହନ୍ତି କ୍ଷୁଧାର ବିକଳେ। କ'ଣ? ଚାଲ ଦେଖିବା। ଯେ ଗୋରୁ ଗୋପାଳ ଘେନି ବା ଗୋରୁମାନେ ବା ଗୋରୁମାନଙ୍କୁ ଆଉ ଗୋପାଳମାନେ ସାଙ୍ଗରେ ସହିତ ମିଳିମିଶିକିନା ଗାଈ ଗୁଡ଼ାକୁ ଏକାଠି କରିକିନା ସେମାନେ ଫେରିଲେ। କେଉଁଠି ମିଳିଲେ ସମସ୍ତେ? ଯମୁନାର କୂଳରେ, ଯମୁନାର ନଈ କୂଳରେ ସେମାନେ ସମସ୍ତେ ମିଳିଲେ। ଶୀତଳ ଜଳ ସେମାନେ ସମସ୍ତେ ପିଇଲେ, ବୃକ୍ଷର ତଳେ ସମସ୍ତେ ବସିଗଲେ। ଶ୍ରୀକୃଷ୍ଣ ମଧ୍ୟ ବସିଛନ୍ତି। କୃଷ୍ଣଙ୍କୁ ଦେଖିକିନା ଗୋପ ବାଳକମାନେ କହୁଛନ୍ତି ଯେ ଭୋକର ବିକଳେ ସେ କହୁଛନ୍ତି। କ'ଣ ବୋଲି କହୁଛନ୍ତି?
ଶ୍ରୀରାମ କୃଷ୍ଣର ଅଗ୍ରତ ନମୋଇ ଦାସ ଜଗନ୍ନାଥ। ଏଗେନ୍ ଶ୍ରୀରାମ କୃଷ୍ଣର ଅଗ୍ରତ ନମୋଇ ଦାସ ଜଗନ୍ନାଥ। ତ ପିଲାଇ ଦେଖିଲ ତ ଯେ ସମସ୍ତେ ଶ୍ରୀକୃଷ୍ଣ କଣ ନେଇକିନା ତାଙ୍କର ବିକଳ ଜଣେଇଲେ ଆଉ ସମସ୍ତେ ଘରକୁ ଫେରି ଆସିଲେ। ତ ପିଲାଇ କିପରି ଲାଗିଲା এই ଭିଡ଼ିଓ ତୁମକୁ? ଏ ପର୍ଯ୍ୟନ୍ତ ତୁମେ ଯଦି ଭିଡ଼ିଓକୁ ଦେଖିଛ ନିଶ୍ଚିନ୍ତ ଭାବରେ ତୁମେମାନେ ବୁଝିଯାଇଥିବ। ଭିଡ଼ିଓଟି ପସନ୍ଦ ଲାଗିଲା ଲାଇକ୍ କରିଦିଅ ଆଉ ଆମ ଚ୍ୟାନେଲର ଭିଡ଼ିଓ ଗୁଡ଼ାକ ତୁମକୁ ଯଦି ପସନ୍ଦ ଲାଗୁଛି ତାହେଲେ ଆମ ଚ୍ୟାନେଲକୁ ତୁମେ ସବସ୍କ୍ରାଇବ୍ ମଧ୍ୟ କରିପାରିବ। ତ ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ସମୟ ପର୍ଯ୍ୟନ୍ତ ତୁମମାନେ ମୋତେ ବିଦାୟ ଦିଅ। ଆଉ ପ୍ରତିଦିନ ମୁଁ 2ଟି ଲେଖାଏଁ କ୍ଲାସ୍ କରିବା ପାଇଁ ଚେଷ୍ଟା କରୁଛି ଆଉ ଟାଇମ୍ ଟେବୁଲ୍ ମୁଁ ଶୀଘ୍ର ଆଣୁଛି। ଠିକ୍ ଅଛି? ତ ପିଲା ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ସମୟ ପର୍ଯ୍ୟନ୍ତ ତୁମମାନେ ମୋତେ ବିଦାୟ ଦିଅ। ଧନ୍ୟବାଦ ପିଲା।